ना आपण माननकु मो यूट्यूब चैनल ओडिया लाइफ जेकेसी क्रिएशन के पुणी थे स्वागत। देख आज आम देखा पिला माने पंचम श्रेणी जो 2025-26 एलआरपी कार्यक्रम चली शिक्षण अभिवृद्धि जो कार्यक्रम चली आम कार्य वर्ग 7 पर्यंत आगु करते जदि देखी ना प्लेलिस्ट को जाकि देखी नि जो देखी अधिक मात्रा शेयर ठीक अच्छे। तो चलतु बर्तमान जी आम कार्यपद 8 टी है कार्यपद 8 देला देख मोर देछि कोन ना विभिन्न उद्देश्य लिखि निज लेखार विराम चिन्ह जेपरी पूर्णछेद एटा छाड़ू देखु। तो आमर शिक्षण कार्य एक बुझा सॉरी देख एक बुझा आस कार्यपद 7 रे थिबा गपटी को पढ़ी केतोटी प्रश्न तैयारी करबा एवं से सब को तल कोठरे लिखिबा ठीक अच्छे। प्रश्न तैयारी करके हमें लिखियो से कहि तो कार्यपद 7 टी तमे करिचो हला ताको नै कि हमें प्रश्न वर्तमान लिखिबा। तो हमें गोटे प्रश्न लिखि परिबा बापा ऑफिस रु फेरिबा समय रे बुबू पाई कौन आनिथिले गोटे प्रश्न आम लिखिपर प्रश्नवाचक चिन्ह दे पार ठीक अच्छे। नेक्स्ट देखा पर लिखब किए किए कफ ओ जरी को साइती रखुला साइती रखुला है कुसुमाक। नेक्स्ट देखा तापर लिखब अदरकारी जिनिस रखुथिबारु बापा कहा ऊपर रागुथिले कहा ऊपर रागु थिले लिखिपर प्रश्नवाचक चिन्ह दब। नेक्स्ट जीवा घटा कहार विद्यालय रे हला हस्तशिल्प प्रतियोगिता होइतिला लिखिपर प्रश्नवाचक चिन्ह दब। नेक्स्ट जीवा किए हस्तशिल्प प्रतियोगिता रे प्रथम पुरस्कार पाइला प्रश्न हला ना हाँ ठीक अच्छे। नेक्स्ट शिक्षण कार्य 2 को आम जा देख 2 देला बंधनी मध्यरु उपयुक्त शब्द बाछि वाक्यर रेखांकित पद मानक बदल लिखा। अच्छा रेखांकित पद बदल रे आमे लिखिबा हला बापा ऑफिस रु फेरिया बेले आइसक्रीम और चॉकलेट आनती फेरिया बदल रे आमे कौन लिखि परिबा प्रत्यावर्तन फेरिया बदल रे कौन लिखि परिबा प्रत्यावर्तन लिखि परिबा बापा कलर चेंज कर दवा बापा ऑफिस रु फेरिबा बेले फेरिया दे दी परा सॉरी देख तुम कि लिख देख ये जो फेरिया बदल रे प्रत्यावर्तन को लिख प्रत्यावर्तन बेले आइसक्रीम और चॉकलेट आण है यहाँ उत्तर बुझिपार फेरिया बदल रे आम लिख प्रत्यावर्तन है ये प्रत्यावर्तन लिख फेरिया बदल है। नेक्स्ट देख ख देख बुबू कप और चामच को फिंगी दिए है फिंगी दिए अर्थ कौन फिंगी देवा माने फोपाड़ा है तुम लिख बुबू कप और चामच को फोपाड़ा है फोपाड़ी दिए है फिंगी बदल रे फोपाड़ा है
ବୁବୁ କପ୍ ଓ ଚାମଚକୁ ଫୋପାଡ଼ି ଦିଏ ହେଲା। ଫିଙ୍ଗି ଦିଏ ଅର୍ଥ ଫୋପାଡ଼ି ଦିଏ। ଲେଖିବା ଚାଲ ବର୍ତ୍ତମାନ ଏମିତି ଲେଖିବ। କଣ ଲେଖିବ? ବୁବୁ କପ୍ ଓ ଚାମଚକୁ ଫୋପାଡ଼ି ଦିଏ ହେଲା। ଫିଙ୍ଗି ଦିଏ ବଦଳରେ ଫୋପାଡ଼ି ଦିଏ ଲେଖିବ ହେଲା। ନେକ୍ସଟ ଦେଖ, ନେକ୍ସଟ ହେଲା ଅଦରକାରୀ ଜିନିଷ ହେଲା। ଅଦରକାରୀ ଜିନିଷରେ ସୁନ୍ଦର ହସ୍ତଶିଳ୍ପ ତିଆରି କରି ମାମାଲି ବୁବୁକୁ ଦେଲା। ଆଚ୍ଛା, ଅଦରକାରୀ ଜିନିଷରେ, ଅଦରକାରୀ ଜିନିଷ ବଦଳରେ ଆମେ ଲେଖିପାରିବା ଅଲୋଡା। ଅଦରକାରୀ ଜିନିଷ ବଦଳରେ ଆମେ କଣ ଲେଖିପାରିବା? ଅଲୋଡା। ଚାଲ ବର୍ତ୍ତମାନ ଅଲୋଡା ଲେଖିକି ଲେଖିବା। ଅଲୋଡା ଜିନିଷରେ ହେଲା, ଅଦରକାରୀ ବଦଳରେ ଅଲୋଡା ଲେଖିବା ହେଲା। ତ ସେମିତି ତମେ ଲେଖିଦବ ଅଲୋଡା ହେଲା। ଅଦରକାରୀ ବଦଳରେ ଆମର କଣ ରହିବ? ଅଲୋଡା ଲେଖିବ ହେଲା। ଅଲୋଡା ଜିନିଷରେ ସୁନ୍ଦର ସୁନ୍ଦର ହସ୍ତଶିଳ୍ପ ତିଆରି କରି ମାମାଲି ବୁବୁକୁ ଦେଲା। ଠିକ ଅଛି। ନେକ୍ସଟ ଦେଖ, ତାପରେ ଦେଇଛି ମାମାଲିର ଏପରି କାର୍ଯ୍ୟ ଦେଖି ବୁବୁ ତାକୁ ଚିଡ଼ାଏ। ଚିଡ଼ାଏ ଅର୍ଥ କଣ? ଥଟ୍ଟା କରିବା ହେଲା। ତ ଲେଖିବ ମାମାଲିର ଏପରି କାର୍ଯ୍ୟ ଦେଖି ବୁବୁ ତାକୁ ଥଟ୍ଟା କରେ। ଥଟ୍ଟା କରେ ହେଲା। ଏମିତି ଲେଖିବ। ଚାଲ ଲେଖିଦବ। ଏମିତି ଲେଖିଦବ। ମାମାଲିର ଏପରି କାର୍ଯ୍ୟ ଦେଖି ବୁବୁ ତାକୁ ଚିଡ଼ାଏ ବଦଳରେ ଥଟ୍ଟା କରେ ଲେଖିଦବ। ଠିକ ଅଛି। ତ ଆମର କାର୍ଯ୍ୟଫର୍ଦ୍ଦ 8ଟି ମଧ୍ୟ ବର୍ତ୍ତମାନ ସରିଗଲା। ସରି ଆଉ ଗୋଟେ ଅଛି ଦେଖ, ଶିକ୍ଷଣ କାର୍ଯ୍ୟ 3 ଅଛି, 3 4 ଅଛି ସରି। ତାପରେ ଦେଖ ଶିକ୍ଷଣ କାର୍ଯ୍ୟ 3ରେ ଦେଲା ନିମ୍ନରେ ଦିଆଯାଇଥିବା ଶବ୍ଦମାନଙ୍କୁ ବ୍ୟବହାର କରି ବାକ୍ୟ ଗଠନ କରି ତଳ କୋଠରେ ଲେଖିବାକୁ ଅଛି। ଧଇଁ ସଇଁ ହେଲା। ଧଇଁ ସଇଁ ଲେଖି ଦେଇଛି। ଏମିତି ଦିଆଯାଇଥିବା ଶବ୍ଦମାନଙ୍କୁ ବ୍ୟବହାର କରି ବାକ୍ୟ ଗଠନ କରିବା ନା। ତ ଦେଖ ଧଇଁ ସଇଁ ଦେଇଛି। ଧଇଁ ସଇଁରେ ତମେ ଲେଖିବ ପିଲାଟି ଧଇଁ ସଇଁ ହୋଇ ହେଲା ସ୍କୁଲକୁ ଆସିଲା। ସ୍କୁଲକୁ ଆସିଲା ହେଲା। ନ ଲେଖିଦବ ପିଲାଟି ସମୟ ହେଇଯିବାରୁ ହେଲା। ସମୟ ହୋଇଯିବାରୁ ହେଲା ଧଇଁ ସଇଁ ହୋଇ ସ୍କୁଲକୁ ଆସିଲା ହେଲା। ଏଠି ଏଠି ଏ ଭିତରେ ଲେଖିଦବ ହେଲା। ଏଠି ରହିବ ଏଇଟା ଏ ଉତ୍ତରଟା ହେଲା। ବୁଝିଲେ? ପୂର୍ଣ୍ଣଚ୍ଛେଦ ଦବ। ତାପରେ ଅଭିଳାଷ, ଅଭିଳାଷ ମାନେ ଇଚ୍ଛା ହେଲା। ପୁରୀର ରଥଯାତ୍ରା ଦେଖିବା ପାଇଁ ମୋର ବହୁତ ଅଭିଳାଷ ଥିଲା ହେଲା। ପୂର୍ଣ୍ଣଚ୍ଛେଦ। ତାପରେ ଦେଖ ନେକ୍ସଟ ଦେଖ ଅଧ୍ୟୟନ। ଅଧ୍ୟୟନରେ ଲେଖିବ କଠିନ ନାଇଁ ଲେଖିବ ଅଧ୍ୟୟନରେ ଦେଖ ଅଧ୍ୟୟନ ଲଗେଇ ଲେଖିଲେ ତମେ ଲେଖିବ ମୁଁ ପଞ୍ଚମ ଶ୍ରେଣୀରେ ଅଧ୍ୟୟନରତ ବା ଅଧ୍ୟୟନ କରୁଛି ଲେଖିବ। କରୁଅଛି। ବୁଝିପାରିଲ? ଏମିତି ଲେଖିଦବ। ନେକ୍ସଟ ଯିବା ଶିକ୍ଷଣ କାର୍ଯ୍ୟ 4କୁ। ଶିକ୍ଷଣ କାର୍ଯ୍ୟ 4ରେ ଦେଲା ବନ୍ଦନୀ ମଧ୍ୟରୁ ଠିକ ଶବ୍ଦଟି ବାଛି ତଳ କୋଠରେ ଲେଖିବାକୁ କହିଛି। ସମିଧ, ସମିଧ ଅର୍ଥ ହୋମ କାଠ। ସମିଧ ଅର୍ଥ କଣ? କଲର ଚେଞ୍ଜ କରିଦବା। ହୋମ କାଠ ହେଲା। ତାତ୍ପର୍ଯ୍ୟ, ତାତ୍ପର୍ଯ୍ୟ ମାନେ ଉଦ୍ଦେଶ୍ୟ ହେଲା। ସମାପନ, ସମାପନ ମାନେ ଶେଷ। ସମାପନ ମାନେ କଣ? ଶେଷ ହେଲା। ଏମିତି ଲେଖିଦବ। ଠିକ ଅଛି। ନେକ୍ସଟ ଦେଖ ଏଟା ଶିକ୍ଷଣ କାର୍ଯ୍ୟ 5 ହେବା କଥା ହେଲା। ଏଟା 5 କରିଦବ। 5 ହେଲା। ଆସ ଉପଯୁକ୍ତ ସ୍ଥାନରେ ବିରାମ ଚିହ୍ନ ବ୍ୟବହାର କରି ଅନୁଚ୍ଛେଦଟିକୁ ଆଉ ଥରେ ଲେଖିବା ହେଲା। ଦେଖ ଲୋକଟି କହିଲା, କହିଲା ପାଖରେ କମା, ତାପରେ ହେଲା ଇନଭର୍ଟେଡ କମା ଆରମ୍ଭ କରିବ। ଏ ପତ୍ରକୁ ହେଲା, ଏ ପତ୍ରକୁ ଜାଳି ପାଉଁଶ କରିଦେଲେ ହେଲା ଏହା ଭଲ ସାରରେ ପରିଣତ ହେବ। ପୂର୍ଣ୍ଣଚ୍ଛେଦ। ସେହି ସାରକୁ କ୍ଷେତରେ ପକାଇଲେ ହେଲା ଧାନ କମା ଗହମ କମା ମୁଗ କମା
ବିରି କମା ମାଣ୍ଡିଆ ଓ କୋଳଥ ପ୍ରଭୃତି ଭଲ ଫସଲ ଫଳିବ ପୂର୍ଣ୍ଣଚ୍ଛେଦ ହେଲା ଏମିତି ଲେଖିଦବ। ଏଠି ଏ ପତ୍ରକୁ ଜାଳି ପାଉଁଶ କରିଦେଲେ ହେଲା ଏହା ଭଲ ସାରରେ ପରିଣତ ହେବ। ଏଠି ହେଲା ଫାର୍ଷ୍ଟ ଷ୍ଟେପ କମା ଶେଷ ହେଲା ସେହି ସାରକୁ ଏଟା ହେଲା ଠିକ ଅଛି ଏମିତି ଲେଖିଦବ। ତ ଏଠି ବର୍ତ୍ତମାନ ଆମେ ଏଟାକୁ ଲେଖିଦେବା ଠିକ ଅଛି। ତ ଏମିତି ତମେ ଏଠୁ ଦେଖି ଦେଖି କମା ମୁଁ ବ୍ୟବହାର କରିଦେଇଛି ଏଟାକୁ ଦେଖି ଦେଖି ଖାଲି ଏଠି ଲେଖିଦବ ଏ ଘରରେ ହେଲା। ତ ଇଏ ଆମର ସରିଯାଇଛି କାର୍ଯ୍ୟଫର୍ଦ୍ଦ 8ଟି। ଆଉ ନେକ୍ସଟ କ୍ଲାସରେ ଆମେ କାର୍ଯ୍ୟଫର୍ଦ୍ଦ 9ଟିକୁ ଦେଖିବା। ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରି ଘଣ୍ଟି ବଟନକୁ ଦେବା ପାଇଁ ଜମାରୁ ବି ରହୁଛି। ଜୟ ଜଗନ୍ନାଥ।